ଆପଣଙ୍କ ସ୍ୱର ବନ୍ଦ ଆମ ସ୍ୱର ବନ୍ଦ ହଉଛି କାଲି ଆପଣଙ୍କ ସ୍ୱର ବନ୍ଦ ହବ ଯୋଉମାନେ ୟୁଟ୍ୟୁବ ରେ ଚ୍ୟାନେଲ କରିଛନ୍ତି ତାଙ୍କ ସ୍ୱର ବନ୍ଦ ହବ ଇଏ କଣ ଚାଲିଛି ସରକାର ବିରୁଦ୍ଧରେ ଆଜ୍ଞା ସରକାର ଆଉ ଯେ ଆଉ ଗୋଟେ ଖାଲି ସେତିକି ବ୍ୟାନ୍ ନୁହେଁ ଟ୍ରୋଲ ଆର୍ମି ବି କିଛି ଅଛନ୍ତି ଯେ ତାଙ୍କୁ କେବଳ ପଇସା ଦିଆ ହେଇକି ରଖା ହେଇଛି ତାଙ୍କ ଘର ଚଳୁଛି ସେ ପଇସାରେ ଯେ ଆପଣ ଏଇଭଳି ଭାଷା ଲଗେଇକି ଶୋଧନ୍ତୁ ଏଇଭଳି ଭାଷା ଲଗେଇ ଟ୍ରୋଲ କରନ୍ତୁ କରନ୍ତୁ ଆଜ୍ଞା କିଛି ଅସୁବିଧା ନାହିଁ ଯିଏ ନିଆଁ ଗିଳିବ ତାର ଅବସ୍ଥା କଣ ହବ ଆପଣ ମଧ୍ୟ ଦେଖିବେ ଆଜି ଆପଣ ସବୁବେଳେ ଭାବନ୍ତୁନି ଯେ ମାନେ ସବୁବେଳେ ଚାନ୍ଦିନୀ ରାତି ଥିବ ବୋଲିକି ଏଇଟା ରୁହେନି ନାଇଁ ପ୍ରଲୋଭନ ମତେ ଆଗରୁ ବି ଦେଖେଇଛନ୍ତି ଆଜି ମୁଁ କହିନି ଯେତେବେଳେ ମମତା ମହନ୍ତ ଏବଂ ସୁଜିତ କୁମାର ଯାଇଥିଲେ ସେତେବେଳେ ମଧ୍ୟ ମୁଁ କହିଛି ଦେଖନ୍ତୁ ଅନେକ ଜାଗାରେ ମୁଁ କହିଛି ପ୍ରଲୋଭନ ଆପଣ ଦେଖନ୍ତୁ ଆଜି ଆମେ ଯଦି ଏ କଥା କହିବୁ ବହୁତ ଲୋକ କହିବେ ହାଁ ଆପଣଙ୍କୁ କୁହାହେଲା ନାଇଁ ଯାହାକୁ ନଉଛ କେମିତି ନଉଛ କଣ କରି ନଉଛ ଯୋଉ ଲୋକ ନବୀନ ବାବୁଙ୍କୁ ଏତେ ଗୁଣଗାନ କରୁଥିଲା ତାକୁ କଣ ତ ଗୋଟେ କରିକି ନେଇଥିବ ଆପଣ ମାନେ ନିଜେ ଚିନ୍ତା କରନ୍ତୁ ଆଜ୍ଞା ଯିଏ ସେ ଦଳକୁ ଗଲା ସିଏ ଆଜ୍ଞା ସୁନା ମୁଣ୍ଡା ଆଉ ଯିଏ ସେ ଦଳକୁ ଗଲାନି ପ୍ରତ୍ୟାଖ୍ୟାନ କଲା ତାର ଯୋଗ୍ୟତା ନାହିଁ ଇଏ ବେଶୀ ଯୋଗ୍ୟତା ବାଲା ଲୋକ ଆଉ ମତେ ଦେଖେଇଛନ୍ତି ମୁଁ ତ କହିଛି ମତେ ବହୁତ ପଇସା ଦେବାକୁ ଦେଖେଇଛନ୍ତି ବହୁତ ମୁଁ ଦେଖେ ମୁଁ ତଥ୍ୟ ପ୍ରମାଣ ବି ଦେବି କିଏ କରେଇଛନ୍ତି ସେ କଥା ମଧ୍ୟ କହିବି ସମୟ ଆସିଲେ କହିବି ପଇସା ହଁ କହିବି ନିଶ୍ଚୟ କହିବି ଏବେ ତ ଆଗେ ଦେଖନ୍ତୁ ଇଏ ସରକାର ନିଟ୍ ର ଯୋଉ ଅବସ୍ଥା ହେଲା ପିଲା ଆଜି ସୁଇସାଇଡ କରିଦଉଛନ୍ତି ପିଲା ଆଜି ଆପଣ ଭାବନ୍ତୁ ଆପଣଙ୍କର ଭଉଣୀ ହେଇଥିବ ଆପଣଙ୍କର ଭାଇ ହେଇଥିବ କାହା ଘରେ ପୁଅ ହେଇଥିବ ଜୀବନ ହାରି ଦଉଛନ୍ତି ଆଜ୍ଞା ସରକାରଙ୍କୁ ଦେଖାଯାଉନି ପରୀକ୍ଷା ବାତିଲ ହେଇଯାଉଛି ପରୀକ୍ଷାରେ ଇଏ ଏମିତି ଅପାରଗ ସରକାର ଯଦି ଜଣେ 100 ମାର୍କର ପ୍ରଶ୍ନ କୋଶ୍ଚିନ୍ରେ 120 ମାର୍କ ବି ରଖୁଛନ୍ତି 102 ମାର୍କ ବି ରଖୁଛନ୍ତି ଏଇ ତ ସରକାର ଏଇ ତ ଡିପାର୍ଟମେଣ୍ଟ 100 ମାର୍କ ଫୁଲ ମାର୍କ ମୁଁ 102 ରଖିଲି କେମିତି ରଖିଲି ତାହେଲେ ଚିନ୍ତା କରନ୍ତୁ ଆଜ୍ଞା ଆମେ କୁଆଡେ ଯାଉଛୁ ଆମ ଗତି କୁଆଡେ ସବୁ ଜିନିଷକୁ ସବୁଦିନ ଆପଣ ମୋଡି ମକଚିକି ରଖିପାରିବେନି ଆଉ ଯୁବକ ବର୍ଗ ମୁଁ ଆଜି ମଧ୍ୟ କହୁଛି ଯୁବ ବର୍ଗ ଯୋଉ କଥା ଉଠଉଛନ୍ତି ଯେ ଯିଏ ଦଳ ପରିବର୍ତ୍ତନ କରୁଛି ତାକୁ 20 ବର୍ଷ ବାସନ କରାଯାଉ ମୁଁ ମଧ୍ୟ ରାଜି ମୁଁ ବି ଯଦି କରିବି ମୁଁ କହିବି ମତେ ବି ମଧ୍ୟ 20 ବର୍ଷ ପର୍ଯ୍ୟନ୍ତ ଟିକେଟ ନ ଦିଆଯାଉ କିଛି ଅସୁବିଧା ନାହିଁ ଡେଡିକେସନ ରହିବାର ଆବଶ୍ୟକତା ଅଛି ଡେଡିକେସନ ଯଦି ଗୋଟେ ରହିବନି ସଚ୍ଚୋଟତା ଯଦି ରହିବନି ତାହେଲେ କିଛି ରହିବନି ଆମେ ସବୁବେଳେ ସମସ୍ତେ ଆମେ ଜାଣିଛୁ ଯେ ରାଜନୀତି ହଉଛି ଗୋଟେ ଶ୍ରେଷ୍ଠ ନୀତି କିନ୍ତୁ ଆମେ ଆଜି ଶ୍ରେଷ୍ଠ ନୀତି କି ସବୁଠୁ ନିମ୍ନ ନୀତିରେ ପରିଣତ ସିଏ ଏବେ ଯାଇଛନ୍ତି ନରେନ୍ଦ୍ର ମୋଦି ତାଙ୍କୁ ସାଙ୍ଗରେ ଧରିକି କାହିଁ ନରେନ୍ଦ୍ର ମୋଦି ତ ନଥିଲେ ତାଙ୍କ ମିଶ୍ରଣ ପର୍ବରେ ଥିଲେ କି ନବୀନ ବାବୁଙ୍କ କଥା ଯେ କହୁଛନ୍ତି ତାଙ୍କୁ ଖରାପ ଲାଗିବା କଥା ସେଇ ନବୀନ ବାବୁଙ୍କ ପାଇଁ 3 ଥର MLA ହେଇଛନ୍ତି ସାଂସଦ ହେଇଛନ୍ତି ଆଉ ଯାଇଛନ୍ତି ଗୋଟେ ଦଳକୁ ତାକୁ ବି ଦେଖିବା କଣ ହେବେ ଆଉ ନାରୀ ବନ୍ଧନ କରିବାକୁ ଯାଇଛନ୍ତି ନାରୀ ତାଙ୍କ ଘରର ତାଙ୍କ ନିଜ ଭାଇ ବୋଉ ତାଙ୍କ ନାଁରେ ଯୋଉ ଦେଖୁଛନ୍ତି ନା 2 ଦିନ ହେଲାଣି ଭିଡିଓ ଭାଇରାଲ ହଉଛି ଯେ ସେ ଅଲଗା ଝିଅ ମାନଙ୍କୁ ନେଇକି ଆସନ୍ତି ଅଲଗା ପ୍ରକାର ମାନେ ଡ୍ରଗ୍ସ କୋକେନ ମଧ୍ୟ ଖାଆନ୍ତି ତାଙ୍କର ବଡି ଟେଷ୍ଟ କରାଯାଉ ଏଇ ଜିନିଷ କିଏ ଆମେ ଆଣିଛୁ କି ତାଙ୍କ ଘରର ମହିଳା ଆଣିଛୁ ଆଉ ବିଜୁ ଜନତା ଦଳରେ ଥିଲାବେଳେ ତାଙ୍କୁ ବହୁତ ଖରାପ ଲାଗୁଥିଲା ନବୀନ ପଟ୍ଟନାୟକଙ୍କ କଥା ସେ କହିଲେ ବିଜୁ ଜନତା ଦଳରୁ 3 ଥର ବିଧାୟକ ଟିକେଟ ନେଇକି ଲଢିକିନା ଆଉ ସାଂସଦ ହେଇଛନ୍ତି କିନ୍ତୁ ଭାରତୀୟ ଜନତା ପାର୍ଟି କି ଯାଇଛନ୍ତି ସେ ଭଲ ନାରୀ ବନ୍ଧନ କାର୍ଯ୍ୟକ୍ରମ କରିବେ।